ହ୍ୟାଲୋ ସାଙ୍ଗମାନେ ୱେଲକମ୍ ଟୁ ମାଇ ଚ୍ୟାନେଲ। ତ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଏସ୍ଏସ୍ସି ଜିଡିର ଟପ୍ 50 କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା, ଯେଉଁଟାକି ଆପଣଙ୍କ ଏକ୍ଜାମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେବାକୁ ଯାଉଛି। ତ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଏମିତି ଭିଡ଼ିଓ ଦେଖିବା ପାଇଁ। ତ ଆପଣମାନେ ଯଦି ପୂର୍ବ ଭିଡ଼ିଓରେ ଆମର ମକ୍ ଟେଷ୍ଟ 1 ଯଦି ଦେଖିନାହାନ୍ତି ଜିକେର, ତାହେଲେ ଏବେ ଯାଇକି ଆପଣମାନେ ଦେଖିପାରିବେ ପ୍ଲେ ଲିଷ୍ଟ ଭିଜିଟ୍ କରନ୍ତୁ, ସେଠି ଆପଣ ପାଇପାରିବେ ଆମ ଏସ୍ଏସ୍ସି ଜିଡିର ମକ୍ ଟେଷ୍ଟ 1। ତ ଇଏ ଆମର ହେଉଛି ଏସ୍ଏସ୍ସି ଜିଡିର ମକ୍ ଟେଷ୍ଟ 2। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ପ୍ରଥମ ପ୍ରଶ୍ନ, ଦ ବଟଲ ଅଫ୍ ପ୍ଲାସି ୱାଜ୍ ଫଟ୍ ଇନ୍ ହୁଇଚ୍ ଇୟର୍? ସେ ପଚାରିଛି ଯୋଉ ଆମର ଯୁଦ୍ଧ ହୋଇଥିଲା ପ୍ଲାସି, ତାହା କେବେ ହୋଇଥିଲା ବୋଲି ପଚାରିଛି। ଏବଂ ପ୍ଲାସିର ଯୁଦ୍ଧ ଭାରତର ଇତିହାସରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହାପରେ ଇଂରେଜମାନେ ଭାରତରେ ତାଙ୍କର ଶାସନ ଆରମ୍ଭ କରିଥିଲେ। ବୁଝିପାରିଲେ? ତ ଏଇଟା ଆମର ପ୍ଲାସି ଯୁଦ୍ଧ ସିଏ ପଚାରିଛି କେବେ ହୋଇଥିଲା। ତ ଅପସନ୍ ଏ ଦେଇଛି 1757, ଅପସନ୍ ବି 1764, ଅପସନ୍ ସି 1857, ଅପସନ୍ ଡି 1761। ତ ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ଏ 1757। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହୁ ଗେଭ୍ ଦ ସ୍ଲୋଗାନ ଡୁ ଫର୍ ଡାଏ ଡ୍ୟୁରିଂ କ୍ୱାଇଟ୍ ଇଣ୍ଡିଆ ମୁଭମେଣ୍ଟ? ସେଥିରେ ପଚାରିଛି ଡୁ ଅର୍ ଡାଏ ନାରା କିଏ ଦେଇଥିଲେ? ତ ଏହି ନାରା କ୍ୱାଇଟ୍ ଇଣ୍ଡିଆ ମୁଭମେଣ୍ଟ ସମୟରେ ଦିଆଯାଇଥିଲା, ଯାହା ଭାରତର ସ୍ୱାଧୀନତା ଯୋଦ୍ଧାର ଆନ୍ଦୋଳନ ଥିଲା। ତ ଏଇ ଯୋଉ ସେ ପଚାରିଛି ସ୍ଲୋଗାନ ଯୋଉ ଆମର ଦିଆଯାଇଥିଲା ଡୁ ଅର୍ ଡାଏ, ଏହା କିଏ ଦେଇଥିଲେ, ଯୋଉଟାକି ଆମର କ୍ୱାଇଟ୍ ଇଣ୍ଡିଆ ମୁଭମେଣ୍ଟ ସମୟରେ? ତ ଅପସନ୍ ଏ ଦେଇଛି ସୁଭାଷ ଚନ୍ଦ୍ର ବୋଷ, ଅପସନ୍ ବି ଭଗବତ ସିଂ, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ଜବାହରଲାଲ ନେହେରୁ। ତ ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ମହାତ୍ମା ଗାନ୍ଧୀ। ପରବର୍ତ୍ତୀ ହେଉଛି ହୁ ଆର୍ ଦ ଫାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ? ତ ଏହାର ଅର୍ଥ ପଚାରିଛି ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ, ଯିଏକି ଭାରତ ସ୍ୱାଧୀନତା ହେବା ପରେ ଏହି ପଦବୀ ରହିଥିଲା ତାଙ୍କର। ବୁଝିପାରିଲେ? ତ ଅପସନ୍ ଦେଇଛି ସି ରାଜଗୋପାଳଚାରୀ, ଅପସନ୍ ବି ଲର୍ଡ ମାଉଣ୍ଟବ୍ୟାଟେନ୍, ଅପସନ୍ ସି ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଅପସନ୍ ଡି ୱାରେନ୍ ହାଷ୍ଟିଂ। ତ ସଠିକ ଉତ୍ତର ହେଉଛି ଅପସନ୍ ବି ଲର୍ଡ ମାଉଣ୍ଟବ୍ୟାଟେନ୍, ଯିଏକି ଆମର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହୁଇଚ୍ ଇଜ୍ ଦ ସ୍ମଲେଷ୍ଟ ଷ୍ଟେଟ୍ ଇନ୍ ଇଣ୍ଡିଆ ବାଇ ଏରିଆ? ସେ ପଚାରିଛି ଭାରତ କେଉଁ ରାଜ୍ୟଟି ସବୁଠାରୁ ଛୋଟ କ୍ଷେତ୍ରଫଳ ଅନୁସାରେ? କେଉଁ ରାଜ୍ୟଟି କ୍ଷେତ୍ରଫଳ ଅନୁସାରେ ଆମର ସବୁଠାରୁ ଛୋଟ? ତ ଅପସନ୍ ଏ ସିକିମ୍, ଅପସନ୍ ବି ତ୍ରିପୁରା, ଅପସନ୍ ସି ଗୋଆ, ଅପସନ୍ ଡି ମଣିପୁର। ତ ଏହାର ସଠିକ ଉତ୍ତର ହେବ ଆମର କ୍ଷେତ୍ରଫଳ ଅନୁସାରେ ଛୋଟ ହେଉଛି ଗୋଆ ରାଜ୍ୟ ଆମର ସବୁଠାରୁ ଛୋଟ। ବୁଝିପାରିଲେ? ତ ଭିଡ଼ିଓଟି ଭଲ ଲାଗୁଥିଲେ ଭିଡ଼ିଓକୁ ଏବେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏମିତି ଭିଡ଼ିଓ ଦେଖିବା ପାଇଁ। ତ ପରବର୍ତ୍ତୀ ପ୍ରଶ୍ନ, ଦ ଭ୍ୟାଲି ଅଫ୍ ଫ୍ଲାୱାର ନ୍ୟାସନାଲ ପାର୍କ ଇଜ୍ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? ସେ ପଚାରିଛି ଯୋଉ ଆମର ଭ୍ୟାଲି ଅଫ୍ ଫ୍ଲାୱାର ଏକ ପ୍ରସିଦ୍ଧ ନ୍ୟାସନାଲ ପାର୍କ, ଯେଉଁଠାରେ ବିଭିନ୍ନ ପ୍ରକାର ଫୁଲ ଦେଖାଯାଏ। ତ ଏହା କେଉଁ ରାଜ୍ୟରେ ଅଛି ବୋଲି ସେ ପଚାରିଛି। ତ ଅପସନ୍ ଏ ଦେଇଛି ହିମାଚଳ ପ୍ରଦେଶ, ଅପସନ୍ ବି ଉତ୍ତରାଖଣ୍ଡ, ଅପସନ୍ ସି ଜାମ୍ମୁ ଆଣ୍ଡ କାଶ୍ମୀର, ଅପସନ୍ ଡି ସିକିମ୍। ତ ଏହାର ସଠିକ ଉତ୍ତର ହେବ ଅପସନ୍ ବି ଉତ୍ତରାଖଣ୍ଡରେ ଆମର କ'ଣ ଅଛି ନା ଭ୍ୟାଲି ଅଫ୍ ଫ୍ଲାୱାର ନ୍ୟାସନାଲ ପାର୍କ ଅଛି ଉତ୍ତରାଖଣ୍ଡରେ। ବୁଝିପାରିଲେ? ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହୁଇଚ୍ ରିଭର ଇଜ୍ ନୋନ୍ ଆଜ୍ ଡାକ୍ସିନ୍ ଗଙ୍ଗା? ସେ କହିଛି ଡାକ୍ସିନ୍ ଗଙ୍ଗା ମାନେ ଦକ୍ଷିଣ ଭାରତର ଗଙ୍ଗା। ବୁଝିପାରିଲେ? ତ ଏହି ନାମରେ କେଉଁ ନଦୀକୁ ଡକାଯାଏ ବୋଲି ସେ ପଚାରିଛି। ତ ଅପସନ୍ ଏ ଦେଇଛି କୃଷ୍ଣା, ଅପସନ୍ ବି କାବେରୀ, ଅପସନ୍ ସି ଗୋଦାବରୀ, ଅପସନ୍ ଡି ନର୍ମଦା। ତ ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଗୋଦାବରୀ। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହୁଇଚ୍ ଆର୍ଟିକଲ ଅଫ୍ ଦ କନଷ୍ଟିଟ୍ୟୁସନ୍ ଡିଲ୍ସ ୱିଥ୍ ଫଣ୍ଡାମେଣ୍ଟାଲ ଡ୍ୟୁଟି? ତ ସେ ପଚାରିଛି ଭାରତ ସମ୍ବିଧାନର କେଉଁ ଅନୁଚ୍ଛେଦରେ ଫଣ୍ଡାମେଣ୍ଟାଲ ଡ୍ୟୁଟି ବିଷୟରେ ଉଲ୍ଲେଖ ଅଛି? ବୁଝିପାରିଲେ? ତ ଅପସନ୍ ଏ ଦେଇଛି ଆର୍ଟିକଲ 51A, ଅପସନ୍ ବି ଆର୍ଟିକଲ 21, ଅପସନ୍ ସି ଆର୍ଟିକଲ 32, ଅପସନ୍ ଡି ଆର୍ଟିକଲ 370। ତ ସଠିକ ଉତ୍ତର ହେଇଯିବ ଏଠି
ଅପସନ୍ ଏ ଆର୍ଟିକଲ 50A ରେ ଆମର କ'ଣ ହେଇଛି ନା କନଷ୍ଟିଟ୍ୟୁସନ ଡିଲ୍ସ ୱିଥ୍ ଫଣ୍ଡାମେଣ୍ଟାଲ ଡ୍ୟୁଟି ବିଷୟରେ ଆଲୋଚନା କରାଯାଇଛି ବା ଉଲ୍ଲେଖ କରାଯାଇଛି। ବୁଝିପାରିଲେ? ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଦ ଟର୍ମ ଅଫ୍ ରାଜ୍ୟସଭା ମେମ୍ବର ଇଜ୍, ଏଠି ପଚାରିଛି ରାଜ୍ୟସଭାର ସଦସ୍ୟମାନେ କେତେ ବର୍ଷ ପାଇଁ ଚୟନ ହୁଅନ୍ତି? ତ ଅପସନ୍ ଏ 4 ଇୟର, ଅପସନ୍ ବି 5 ଇୟର, ଅପସନ୍ ସି 6 ଇୟର, ଅପସନ୍ ଡି 2 ଇୟର। ତ ଏହାର ସଠିକ ଉତ୍ତର ହେବ ରାଜ୍ୟସଭା ମେମ୍ବର ଆମର 6 ଇୟର ପାଇଁ ଚୟନ ହୁଅନ୍ତି। ବୁଝିପାରିଲେ? ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ। ହୁଇଚ୍ ଇଜ୍ ଦ ଏକ୍ସ ଅଫିସ୍, ପଚାରିଛି ହୁଇଚ୍ ଇଜ୍ ଦ ଏକ୍ସ ଅଫିସିଓ ଚେୟାରମ୍ୟାନ୍ ଅଫ୍ ରାଜ୍ୟସଭା। ତ ଏହାର ଅର୍ଥ ହେଉଛି ରାଜ୍ୟସଭାରେ ଏକ୍ସ ଅଫିସିଓ ଚେୟାରମ୍ୟାନ୍ କିଏ ଥାନ୍ତି? ତ ଅପସନ୍ ଏ ପ୍ରେସିଡେଣ୍ଟ, ଅପସନ୍ ବି ପ୍ରାଇମ ମିନିଷ୍ଟର, ଅପସନ୍ ସି ଭାଇସ୍ ପ୍ରେସିଡେଣ୍ଟ, ଅପସନ୍ ଡି ସ୍ପିକର। ତ ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଭାଇସ୍ ପ୍ରେସିଡେଣ୍ଟ। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ। ହୁଇଚ୍ ଭିଟାମିନ୍ ଇଜ୍ କଲ୍ଡ ସନସାଇନ୍ ଭିଟାମିନ୍? ତ ସୂର୍ଯ୍ୟ ଆଲୋକରୁ ଶରୀରରେ ଯେଉଁ ଭିଟାମିନ୍ ତିଆରି ହୁଏ ସେଇଟାକୁ ସନସାଇନ୍ ଭିଟାମିନ୍ ବୋଲି କୁହାଯାଏ। ସେଇଟା ଆମର କିଏ? ସେ ଭିଟାମିନ୍ ନାଁ କ'ଣ? ତ ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ବି, ଅପସନ୍ ସି ଭିଟାମିନ୍ ସି, ଅପସନ୍ ଡି ଭିଟାମିନ୍ ଡି। ତ ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ଭିଟାମିନ୍ ଡି ହେଉଛି କରେକ୍ଟ ଆନ୍ସର, ଯୋଉଟା କି ଆମର ସୂର୍ଯ୍ୟ ଆଲୋକରୁ ମିଳେ। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ। ୟୁନିଟ୍ ଅଫ୍ ଇଲେକ୍ଟ୍ରିକ୍ କରେଣ୍ଟ ଇଜ୍, ସେ ପଚାରିଛି ବିଦ୍ୟୁତ ଧାରାର ମାପ କେଉଁ ୟୁନିଟ୍ରେ କରାଯାଏ? ବୁଝିପାରିଲେ? ତ ଅପସନ୍ ଏ ଦେଇଛି ଭୋଲ୍ଟ, ଅପସନ୍ ବି ୱାଟ୍, ଅପସନ୍ ସି ଆମ୍ପିୟର, ଅପସନ୍ ଡି ଓମ୍। ତ ଏହାର ସଠିକ ଉତ୍ତର ହେବ ଅପସନ୍ ସି ଆମ୍ପିୟର, ଯୋଉଟା କି ଆମ୍ପିୟରରେ ଆମର ୟୁନିଟ୍ ଅଫ୍ ଇଲେକ୍ଟ୍ରିକ୍ କରେଣ୍ଟ ବୋଲି ମପାଯାଏ। ବୁଝିପାରିଲେ? ବିଦ୍ୟୁତ ଧାରାର ମାପକ ହେଉଛି ଆମର ଆମ୍ପିୟର। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ହୁଇଚ୍ ଗ୍ୟାସ୍ ଇଜ୍ ମୋଷ୍ଟ ଆବୁଣ୍ଡାଣ୍ଟ ଇଜ୍ ଇନ୍ ଅର୍ଥ ଆଟମୋସ୍ଫିୟର? ସେ ପଚାରିଛି ପୃଥିବୀର ବାୟୁମଣ୍ଡଳରେ ସବୁଠାରୁ ଅଧିକ ଥିବା ଗ୍ୟାସ୍ କେଉଁଠି? ବୁଝିପାରିଲେ? ଯେ ଆମର ପୃଥିବୀର ବାୟୁମଣ୍ଡଳରେ ସବୁଠାରୁ ଅଧିକ କେଉଁ ଗ୍ୟାସ୍ ଅଛି ସେ ଏଇଟା ପଚାରିଛି। ତ ଅପସନ୍ ଏ ଦେଇଛି ଅକ୍ସିଜେନ୍, ଅପସନ୍ ବି କାର୍ବନ ଡାଇଅକ୍ସାଇଡ୍, ଅପସନ୍ ସି ନାଇଟ୍ରୋଜେନ୍, ଅପସନ୍ ଡି ହାଇଡ୍ରୋଜେନ୍। ତ ଏହାର ସଠିକ ଉତ୍ତର ହେବ ଅପସନ୍ ସି ନାଇଟ୍ରୋଜେନ୍, ଯୋଉଟା କି ଆମର ଅର୍ଥ ଆଟମୋସ୍ଫିୟରରେ ଅଛି। ବୁଝିପାରିଲେ? ଅଧିକ ଅଛି, ଅଧିକ ଥିବା ଗ୍ୟାସ୍ ସେ ପଚାରିଛି ନା, ଅର୍ଥ ଆଟମୋସ୍ଫିୟରରେ ଆମର ନାଇଟ୍ରୋଜେନ୍ ଗ୍ୟାସ୍ ଅଧିକ ଅଛି। ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ। ହୁଇଚ୍ ଇଜ୍ ଦ ନ୍ୟାସନାଲ ହେରିଟେଜ ଆନିମଲ ଅଫ୍ ଇଣ୍ଡିଆ? ତ ଭାରତର ନ୍ୟାସନାଲ ହେରିଟେଜ ଆନିମଲ କେଉଁ ପ୍ରାଣୀ ଅଟେ? ବୁଝିପାରିଲେ? ତ ଅପସନ୍ ଏ ଦେଇଛି ଟାଇଗର, ଅପସନ୍ ବି ପିକକ୍, ଅପସନ୍ ସି ଏଲିଫାଣ୍ଟ, ଅପସନ୍ ଡି ଲାୟନ। ତ ଏହାର ସଠିକ ଉତ୍ତର କ'ଣ ହେବ ନା ଅପସନ୍ ସି ଏଲିଫାଣ୍ଟ, ଯୋଉଟା କି ଆମର ନ୍ୟାସନାଲ ହେରିଟେଜ ଆନିମଲ ଅଫ୍ ଇଣ୍ଡିଆ। ବୁଝିପାରିଲେ? ହେଉଛି ଆମର ଏଲିଫାଣ୍ଟ ହେଇଯିବ ବା ହାତୀ। ତ ପରବର୍ତ୍ତୀ ପ୍ରଶ୍ନ। ହେଡକ୍ୱାର୍ଟର ଅଫ୍ ISRO ଇଜ୍ ଲୋକେଟେଡ୍ ଆଟ୍? ସେ କହିଛି ଆଇଏସ୍ଆର୍ଓ ଫୁଲ୍ ଫର୍ମ ହେଉଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ। ସେ କହିଛି ଏହାର ମୁଖ୍ୟ କାର୍ଯ୍ୟାଳୟ କେଉଁ ସହରରେ ଅଛି? ଏଇଟା ସେ ପଚାରିଛି। ତ ଅପସନ୍ ଦେଇଛି ଏ ନ୍ୟୁ ଦିଲ୍ଲୀ, ଅପସନ୍ ବି ଦେଇଛି ମୁମ୍ବାଇ, ଅପସନ୍ ସି ବେଙ୍ଗାଲୋର, ଅପସନ୍ ଡି ଚେନ୍ନାଇ। ତ ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ସି ବେଙ୍ଗାଲୁରୁରେ ଆମର ISRO ହେଡକ୍ୱାର୍ଟର ଲୋକେଟେଡ୍ କରୁଛି ବା ଅଛି। ବୁଝିପାରିଲେ? ତ ଚାଲନ୍ତୁ ଆମର ଶେଷ ପ୍ରଶ୍ନ, ଯୋଉଟା କି ଆପଣମାନଙ୍କ ପାଇଁ, ଆପଣମାନେ ଏହାର ଆନ୍ସରକୁ କମେଣ୍ଟରେ କହିବେ। ତ ଦେଇଛି ଅପସନ୍, ଯୋଉ ପ୍ରଶ୍ନ ଦେଇଛି ତ ଗୋଲ୍ଡେନ କ୍ୱାଡ୍ରିଲେଟର କହିଛି ତ ଗୋଲ୍ଡେନ କ୍ୱାଡ୍ରିଲେଟରାଲ କନେକ୍ଟେଡ ହୁଇଚ୍ ଫର୍ ମେଟ୍ରୋ ସାଇଟ୍? କହିଛି ତ ଗୋଲ୍ଡେନ କ୍ୱାଡ୍ରିଲେଟରାଲ କନେକ୍ଟ ୱିଥ୍ ୟୋର ମେଟ୍ରୋ ସାଇଟ୍। ଏହାର ଅର୍ଥ ହେଉଛି ଗୋଲ୍ଡେନ କ୍ୱାଡ୍ରିଲେଟରାଲ ଏକ ବଡ଼ ରୋଡ ପ୍ରୋଜେକ୍ଟ ଯାହା ଭାରତର 4ଟି ବଡ଼ ସହରକୁ ଯୋଡ଼େ। ସେଇଟା କ'ଣ? ସେ ସହର ନାମଟା କ'ଣ? ବୁଝିପାରିଲେ? ଚାଲନ୍ତୁ ଅପସନ୍ ଏ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଅପସନ୍ ବି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅପସନ୍ ସି ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ,
ଅପସନ୍ ଡି ମୁମ୍ବାଇ, ପୁନେ, ଚେନ୍ନାଇ, କୋଲକାତା। ତ ଏହାର ଆନ୍ସର ଆପଣମାନେ ନିହାତି କମେଣ୍ଟରେ ଜଣେଇବେ। ତ ଦେଖିବା କାହାର ଆନ୍ସର ଠିକ୍ ହେଉଛି। ତ ଚାଲନ୍ତୁ ଭିଡ଼ିଓଟି ଆପଣମାନେ କେମିତି ଲାଗିଲା ନିହାତି କମେଣ୍ଟ କରିବେ। ତ ଇଏ ଥିଲା ଆମର ମକ୍ ଟେଷ୍ଟ 2। ତ ଆପଣ ଯଦି ମକ୍ ଟେଷ୍ଟ 1 ଦେଖିନାହାନ୍ତି ତେବେ ପ୍ଲେ ଲିଷ୍ଟରେ ଭିଜିଟ୍ କରି ଯାଇ ଦେଖିପାରିବେ। ତ ଚାଲନ୍ତୁ ଆମର ନେକ୍ସଟ ଆସୁଛି ମକ୍ ଟେଷ୍ଟ 3 ଆସୁଛି। ତ ଭିଡ଼ିଓକୁ ଏବେ ହିଁ ଲାଇକ୍ କରି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣ ସେ ଭିଡ଼ିଓ ଆସିଲେ ମଧ୍ୟ ନୋଟିଫିକେସନ୍ ପାଇପାରିବେ। ତ ଚାଲନ୍ତୁ ମୁଁ ଏତିକି ରହୁଛି, ଦେଖା ହେବ ନୂତନ ଭିଡ଼ିଓରେ। ଜୟ ଜଗନ୍ନାଥ।